ମା ଚା ନିଅନ୍ତୁ। ଇଲେ ମାଲୋ ମୋ ଜିଭ ପୋଡି ଗଲା। ମା ସେଟା ଗରମ ଥିଲା ସେ ଚା ଟା, ଆପଣ ଦେଖିକି ପିଇବା କଥା ନା। ଆଉ ଚୁପ୍ କର ଲକ୍ଷଣୀ, ମୁଁ ତତେ ଭଲ ଭାବରେ ଜାଣିଛି କେମିତି ଏଇ ଗରମ ଚା ଟା ପିଇକି ମୋ ଜିଭ ପୋଡି ଯାଉ, ସେଥିପାଇଁ ତୁ ଗରମ ଚା ଆଣିଥିଲୁ ନା। ଯା ଏଠୁ। ମା ମୁଁ ଟିକେ ମାଉସୀ ଘର ପାଖରୁ ଆସୁଛି। ହଉ ଯା। ହ୍ୟାଲୋ ନାନୀ। ହଁ ଭଲ ଅଛି, ତୁ କେମିତି ଅଛୁ? ଭଲ ଅଛୁ? ବହୁ ନୁହେଁ ଡାହାଣୀ, ଯେବେଠୁ ଏ ଘରକୁ ଆସିଛି ଏ ଘରକୁ ପୁରା ନଷ୍ଟ କରି ରଖି ସାରିଲାଣି। କେଜାଣି ତା ମା କି ମନ୍ତ୍ର କରିକି ପଠେଇଛି। ହଉ ତୁ ସେସବୁ କଥା ଛାଡ। ହଉ ମୁଁ ରହୁଛି, ପୁଣି ମତେ କେତେ କାମ କରିବାକୁ ପଡିବ। ମାଉସୀ ମାଉସୀ। ହଉ ହେଲା, ତୋ ଭଳିଆ ବୋଉ ଭାଗ୍ୟରେ ଥିଲେ ମିଳେ। ଆଉ ନାନୀ କାହିଁ ଦେଖା ଯାଉନାହାନ୍ତି? ସେ ଘର ଭିତରେ ଥିବ। କହନି ସେ ଡାହାଣୀ କଥା। କାହିଁ, କଣ ହେଲା କି? ତା ବୋଉ ତାକୁ କି ମନ୍ତ୍ର କରି ପଠେଇଛି କେଜାଣି। ଏଠି ତ ମୋ ପୁଅ ଠାରୁ ମତେ ଅଲଗା କରିଦେଲା। ନା ରୋଷେଇ ବାସ ଜାଣିଛି, ନା ଘରରେ କିଛି କାମ ଜାଣିଛି, କିଛି ଜାଣିନି। ଦେଖନ୍ତୁ ମାଉସୀ, ମୁଁ ବି ଗୋଟେ ବୋହୂ, ଆଉ ଆପଣ ବି ଗୋଟେ ଝିଅକୁ ବାହା କରିଦେଇଛନ୍ତି। ଆଉ ଆପଣ କଣ ଆପଣଙ୍କ ଝିଅକୁ ଶିଖେଇ ପଠେଇଛନ୍ତି କି? ଆଉ ଆପଣ ଭାବି ପାରୁଛନ୍ତି କେମିତି ଆଉ କାହା ଝିଅକୁ ଶିଖେଇ ପଠଉଛନ୍ତି ବୋଲି? ଦେଖନ୍ତୁ ମାଉସୀ, ଆପଣ ଯଦି ଆପଣଙ୍କ ବୋହୂକୁ ଝିଅ ପରି ଦେଖିବେ, ତାହେଲେ ଆପଣଙ୍କ ବୋହୂ ବି ଆପଣଙ୍କୁ ମା ପରି ଦେଖିବ। ହଁ ଲୋ, ତୁ ଠିକ କହୁଛୁ। ମୁଁ ହିଁ ମୋ ବୋହୂକୁ ଭୁଲ ବୁଝିଥିଲି। ମୁଁ ଘର ଭିତରେ ଟିକେ ଆସୁଛି। ଦୟାକରି ସବୁ ଶାଶୁ ମାନେ ନିଜ ବୋହୂକୁ ଝିଅ ପରି ଦେଖନ୍ତୁ, ତାହେଲେ ଯାଇ ବୋହୂ ମାନେ ଶାଶୁ ମାନଙ୍କୁ ମା ପରି ଦେଖିବେ। ଭିଡିଓ ଭଲ ତ ଲାଇକ୍ କମେଣ୍ଟ ସେୟାର କରିଦେବେ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବେ ନାହିଁ। ପୁଣି ଦେଖା ଗୋଟେ ନୂଆ ଭିଡିଓ। ରହିଲୁ, ଜୟ ଜଗନ୍ନାଥ।